This song was created using the N-Track Studio app. 26 ଏତି ଉତ୍ତର ପରମେଶ୍ୱର କହିଲେ ଆମମାନେ ଆପଣ ପ୍ରତିମୂର୍ତ୍ତିରୁ ଓ ଆପଣ ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳସର ମତ୍ସ୍ୟଗଣ ଓ କେଶର ପକ୍ଷୀଗଣ ପଶୁଗଣ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୁଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ହାଲେଲୁୟା। ଏଠି ପରମେଶ୍ୱର କହିଲେ ଯେ ଆମେ ମନୁଷ୍ୟକୁ ବନାଇବା। ଆଉ କେମିତି ବନାଇବା? ପ୍ରଭୁ କହିଲେ ଯେ ନିଜ ରୂପରେ ହିଁ ବନାଇବା, ନାଇଁ କି? ଆଜି କେତେକ 33 କୋଟି ଦେବତା ଗୁଡ଼ିକ ଦେଖିଲେ ସେମାନେ ନାଇଁ ଇଏ ମତେ ନିର୍ମାଣ କରୁଛନ୍ତି ବୋଲିକି ପ୍ରଣାମ କରୁଛନ୍ତି, କିନ୍ତୁ ଆମ ପରମେଶ୍ୱର କଣ କହନ୍ତି ପବିତ୍ର ବାଇବଲରେ? ନିଜେ ଯେମିତି ଅଛନ୍ତି ଆମେ ସେମିତି ସେ ରୂପରେ ହିଁ ବନାଇବା। କିନ୍ତୁ ଆଜି କେତେ ଅନେକ ବଡ଼ ବଡ଼ ଟାଉନ କି ହିନ୍ଦୁ ରୀତିନୀତି ଦେଖିଲେ ସେମାନେ କେତେ ଦେବତା ଆଉ କୋ କୃଷ୍ଣକୁ କୋ ହନୁମାନଙ୍କୁ ନାଇକି ଏତେ 33 କୋଟି ଦେବତାରେ ବହୁତ କିଛି ପ୍ରଣାମ କାହିଁକି କରନ୍ତି? ହେଲେ ମନୁଷ୍ୟର ମାଇଣ୍ଡ ମନୁଷ୍ୟର ପଳ ସକାଶେ କଣ ହେଲା? ଆଉ ଯୋଉ ପରି ଆଉ ଆଦମବା ଠାରୁ ହିଁ ପ୍ରଭୁଙ୍କ ଠାରୁ ଦୂରରେ ଅଛନ୍ତି ମନୁଷ୍ୟ। ଏତି ସକାଶେ ପ୍ରଭୁଙ୍କୁ ନ ଚିହ୍ନିବା ସକାଶେ ନିଜ ନିଜର ପ୍ରଭୁଙ୍କ ଚିହ୍ନିବା ପାଇଁ ମୂର୍ତ୍ତିକୁ ନିର୍ମାଣ କଲେ। ଆଉ ମନୁଷ୍ୟମାନେ ବ୍ୟର୍ଥ ହେଲେ। ମନୁଷ୍ୟମାନେ ଦେଖିବାକୁ ଇଚ୍ଛା କଲେ ଯେ ମତେ ନିର୍ମାଣ କରିଥିବା ପ୍ରଭୁଙ୍କୁ ମୁଁ ଦେଖିବି, ସେ ଈଶ୍ୱର କାହାନ୍ତି ବୋଲିକି ଆଜି କେତେ ଲୋକମାନେ ନିଜ ନିଜ ହାତରେ ନିର୍ମାଣ କରୁଛନ୍ତି ମାଟି ନେଇକି। କିନ୍ତୁ ଏହି ପ୍ରକାର ବାକ୍ୟ ଲେଖା ଅଛି ଯେ ପରମେଶ୍ୱର ଯେମିତି ଅଛନ୍ତି ଆମମାନଙ୍କୁ ସେହି ରୂପରେ ନିର୍ମାଣ କରିଛନ୍ତି। ହାଲେଲୁୟା। ଯଦି ଆମମାନଙ୍କୁ ଅନେକ ଗଣେଶ ନିର୍ମାଣ କରିଥିଲେ ଆମେ ପେଟା ହେଇକି ଆସିଥାନ୍ତୁ, ସତ ନାହିଁ? ଗୋଟେ କଥା, ଯଦି ଆମମାନଙ୍କୁ ଏତେ ଦେବତା ଅଛନ୍ତି ହନୁମାନ ନିର୍ମାଣ କରିଥିଲେ ଆମେ ମାଙ୍କଡ ପରେ ଆସିଥାନ୍ତୁ। ତାଙ୍କୁ ମାଙ୍କଡ ଦେଖିକି ତାଙ୍କୁ ନିର୍ମାଣ କଲେ ମନୁଷ୍ୟମାନେ। ଏ ମାଙ୍କଡ ଅନେକ ନାଇକି ବଣ ମାଙ୍କଡ ଦେଖିକି ସେମାନେ ନାଇଁ ଏଟା ଆମର ଆଉ ପ୍ରଭୁ ବୋଲିକି ସେମାନେ ସେଇ ମାଙ୍କଡକୁ ଦେଖନ୍ତୁ ହନୁମାନଙ୍କୁ ବଦଳାଇ ଦେଲେ। ମନୁଷ୍ୟର ମୁଖ ଏମିତି ମୁଖ ଯେ ଏହି ମୁଖରେ ଆମମାନେ ଅନେକ ଖରାପ କଥା କହିବା, ଅନେକ ଏ ମୁଖରେ ହିଁ ନଷ୍ଟ ହୁଏ, ଏ ମୁଖରେ ହିଁ ଜୀବିତ ରହେ। ହାଲେଲୁୟା। ସେଇ ପ୍ରକାର ସେଇମାନେ ନିଜ ନିଜର ଅନେକ ଦେବତା ବନାଇଲେ, କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ମୁଁ ଯେମିତି ଅଛି, ଯେମିତି ରୂପରେ ଅଛି, ଯେମିତି ହାତ ଗୋଡ଼ ଅଛି ସେଇ ପ୍ରକାରେ ପ୍ରଭୁ ଆମମାନଙ୍କୁ ବନାଇଲେ। ହାଲେଲୁୟା। କେମିତି ବନାଇଲେ? କୁକୁରଙ୍କୁ ଦେଖ ନାଇଁ କି? କୁକୁରକୁ ଦେଖିଲେ ସେମିତି ବନାଇଲେ ପ୍ରଭୁ, ଗାଈକୁ ଦେଖିଲେ ସେମିତି ବନାଇଲେ ପ୍ରଭୁ, କିନ୍ତୁ ମନୁଷ୍ୟକୁ ନିଜ ରୂପରେ ବନାଇଲେ। ହାଲେଲୁୟା। ହାଲେଲୁୟା। କିନ୍ତୁ କୁକୁଡ଼ାକୁ ଦେଖ, ଘୁଷୁରିକି ଦେଖ, ଅନେକ ପ୍ରକାର ସେମାନେ ଅଛନ୍ତି, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ମନୁଷ୍ୟମାନଙ୍କୁ କାହିଁକି ଏହି ପ୍ରକାର ବନାଇଲେ ଯେ ଆମେମାନେ ତାହାଙ୍କ ଗୌରବ କରିବା, ଉପାସନା କରିବା, ପ୍ରଭୁଙ୍କ ସେବା କରିବା, ତାହାଙ୍କ ନାମ ଆମେ ପ୍ରଶଂସା କରିବା। ଏଥି ସକାଶେ ମନୁଷ୍ୟକୁ ନିଜ ରୂପରେ ବନାଇଲେ। ସେମାନେ କଣ କରିପାରିବେ? କୁକୁଡ଼ାର ଅଧିକାର ହେବେ, ସାପର ଅଧିକାର ହେବେ, ସବୁ ଜିନିଷର ଅଧିକାର କରିବେ। ହାଲେଲୁୟା। ହାଲେଲୁୟା। ଆମେ ଦେଖୁଛୁ ବଡ ବଡ ବଳଦକୁ ମଧ୍ୟ ଆଉ ବାନ୍ଧୁଛୁ, ଚାଷ କରୁଛୁ, କଥା ମାନୁଛି। ପ୍ରଭୁ କହୁଛନ୍ତି ଯେ ଆଉ ସେଇମାନେ ସମସ୍ତ ଜନ୍ତୁର ଅଧିକାର କରିବେ। ଏଟାকে ଆମେ ପଢିଲୁ ନାଇଁ କି? ଅନେକ ଜନ୍ତୁ ଯେତିକି ପୃଥିବୀରେ ଅଛି, ପକ୍ଷୀ ଜନ୍ତୁ ଅନେକ ବିଷୟ ଆମେ କଣ କରିପାରିବା? ତାହାଙ୍କୁ ଅଧିକାର କରିପାରିବା, କଣ ବି ବ୍ୟବହାର କରିପାରିବା। ହାଲେଲୁୟା। ହାଲେଲୁୟା। ସେଥିପାଇଁ ସଦା ପ୍ରଭୁ ସେହି ପ୍ରକାରେ ଜନ୍ତୁ ମାନଙ୍କୁ ମଧ୍ୟ ଅଧିକାର କରନ୍ତୁ ବୋଲିକି ମନୁଷ୍ୟ ମାନଙ୍କୁ ନିର୍ମାଣ କଲେ ଯେ ତାହାଙ୍କର ଗୌରବ, ତାହାଙ୍କ ନାମ ପ୍ରଶଂସା, ତାହାଙ୍କ ଆଉ ସେବା ନିମନ୍ତେ ହିଁ ପ୍ରଭୁ ମନୁଷ୍ୟ ମାନଙ୍କୁ ନିର୍ମାଣ କଲେ। ହାଲେଲୁୟା। ଆଉ ଏତି ସକାଶେ ଯେତେବେଳେ ଆଉ ସେହି ମନୁଷ୍ୟକୁ ନିର୍ମାଣ କଲେ ତାହାଙ୍କର ନାମ କଣ? ଆଦମ। ହାଲେଲୁୟା। ଅନନ୍ତର ପରମେଶ୍ୱର ଆପଣ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ପ୍ରତିମୂର୍ତ୍ତିରେ ସେ ତାହାଙ୍କୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଦେଖନ୍ତୁ ଆମେ ଆଜି ଆଉ ଅନେକ ଏ ପୃଥିବୀରେ ଦେଖିଲେ ନାଇଁ କି ନାରୀ ପୁରୁଷ ନିହାତି ଅଛନ୍ତି,
ସେଇ ପ୍ରକାର ଜନ୍ତୁ ମାନଙ୍କୁ ମଧ୍ୟ ନାରୀ ପୁରୁଷ ସେଇ ପ୍ରକାର ଯୋଡ଼ି ଯୋଡ଼ି ପରମେଶ୍ୱର ସୃଷ୍ଟି କରିଛନ୍ତି। ପରମେଶ୍ୱର କାହିଁକି ନାରୀକୁ ଦେଲେ? ଆଉ ପ୍ରତ୍ୟେକ ଜନ୍ତୁକୁ ଆଉ ଯେ ପ୍ରକାରେ ଯୁଡ଼ା ଯୁଡ଼ା ସୃଷ୍ଟି କଲେ ସେଇ ପ୍ରକାରେ ମଧ୍ୟ ଆଉ ଯୋଉ ପ୍ରକାରେ ସେ ପୁରୁଷର ପଞ୍ଜର ନେଇକି ସେ ନାରୀଙ୍କୁ ନିର୍ମାଣ କଲେ। ବୋଲେ ରକ୍ତର ରକ୍ତ ମାଂସର ମାଂସ, ବୋଲେ ଏଟା ମୋର ନାରୀ, ବୋଲେ କହିଲେ ଏଟା ମୋର ସ୍ତ୍ରୀ। ହାଲେଲୁୟା। ସେହି ପ୍ରକାର ପରମେଶ୍ୱର ସବୁଥିରେ ଝୁଡ଼ି ଝୁଡ଼ି ସବୁ କିଛି ବନାଇଛନ୍ତି। ଆଉ ସେହି ପ୍ରକାରେ ଯେତେବେଳେ ମନୁଷ୍ୟକୁ ନିଜ ରୂପରେ ନିଜ ମୂର୍ତ୍ତିରେ ସେମାନେ ନାରୀ ପୁରୁଷ ହେଇକି ନିର୍ମାଣ କଲେ ସଦାପ୍ରଭୁ, କିନ୍ତୁ ସେଇ ସଦାପ୍ରଭୁଙ୍କୁ ଆଜି ମନୁଷ୍ୟମାନେ ଚିହ୍ନନ୍ତି ନାହିଁ। କାହିଁକି ନା ଅନେକ ଜ୍ଞାନ ବୃକ୍ଷର ଫଳ ସକାଶେ ପ୍ରଭୁ ଆଉ ଯେ ପ୍ରକାର ସ୍ୱର୍ଗରେ ଅଛନ୍ତି ଆଉ ସେ ସଦାପ୍ରଭୁ ଆଉ ଏତି ଫଳ କହିଥିଲେ ଯେ ସେ ଫଳକୁ ଖାଅ ନାହିଁ, ସେ ଫଳ ଖାଇବା ସକାଶେ ଆମେ ପ୍ରଭୁଙ୍କଠାରେ ଦୂରରେ ଥିଲୁ। କିନ୍ତୁ ପରମେଶ୍ୱରଙ୍କଠାରେ ଦୂରରେ ଥିଲୁ ହେଲେ ବି ପ୍ରଭୁ ଛାଡ଼ିଲେ ନାହିଁ। ଅବ୍ରାମକୁ ଆଉ ସଦାପ୍ରଭୁ ପ୍ରେମ କଲେ। ଅବ୍ରାମର ଯେତିକି ଆମେ ଉତ୍ପନ୍ନ ହେଇଛୁ ସେତିକି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏହି ୱାର୍ଲଡ ସମସ୍ତେ ଜାଣୁଛନ୍ତି। ଏତିକି ଯେ ପରମେଶ୍ୱର ଆମମାନଙ୍କୁ ଛାଡ଼ିଲେ ନାହିଁ ବୋଲିକି ଆମେ ଏହି ପବିତ୍ର ବାଇବଲ ପଢୁଛୁ। ଆମେ ଖାଦ୍ୟ ମଧ୍ୟ ଆଉ ଉତ୍ତମ ଖାଦ୍ୟ ମିଳୁଛି, ଅନେକ ପ୍ରକାର ଆମେ ବର୍ଦ୍ଧି ମଧ୍ୟ ପିନ୍ଧୁଛୁ। କିନ୍ତୁ ଯଦି ପରମେଶ୍ୱର ଏମିତି ହିଁ ରାଗ ରଖିଥାନ୍ତେ ମନୁଷ୍ୟମାନେ ବିଲକୁଲ ଆଉ କେହି ବି ପବିତ୍ର ଜୀବନ କାଟି ନଥାନ୍ତେ। ହାଲେଲୁୟା ହାଲେଲୁୟା। ସୃଷ୍ଟିକର୍ତ୍ତାଙ୍କୁ ବିଲକୁଲ ଜାଣିନଥାନ୍ତେ। ଏଥିପାଇଁ ପରମେଶ୍ୱର ମନୁଷ୍ୟମାନଙ୍କୁ ବନାଇଥିଲେ ନିଜ ରୂପରେ। ଆଜି ଦେଖିବା ହେ ମୋର ଦେବତାରେ ଗଛକୁ ମଧ୍ୟ ଯାଇକି ଲୋକମାନେ ପ୍ରଣାମ କରୁଛନ୍ତି, ପତରକୁ ମଧ୍ୟ ପ୍ରଣାମ କରୁଛନ୍ତି। କାହିଁକି? ଆଉ ସେମାନେ ବିଲକୁଲ ପରମେଶ୍ୱରଙ୍କୁ ଦେଖି ନାହାନ୍ତି। ଆମେ ପରମେଶ୍ୱରଙ୍କୁ ଦେଖିନୁ, କିନ୍ତୁ ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଲେ, ସେ ହିଁ ପରମେଶ୍ୱର, ସେ ହିଁ ଈଶ୍ୱର। କିନ୍ତୁ ଆମେ କହିବାକୁ ଗଲେ ପ୍ରଭୁ କହୁଛନ୍ତି ଯୋଉମାନେ ମତେ ନ ଦେଖିକି ବିଶ୍ୱାସ କରନ୍ତି ସେହି ମାନେ ଧନ୍ୟ ହେବେ। କିଏ ପରମେଶ୍ୱରଙ୍କୁ ନ ଦେଖିକି ବିଶ୍ୱାସ କରିବେ? କିଏ? ଆମେ ନାଇଁ କି? ଆମେ ଦେଖିଛୁ କି ନାହିଁ? ଆମେ ବିଲକୁଲ ଦେଖିନୁ, କିନ୍ତୁ ଆମେ ବିଶ୍ୱାସ କରୁଛୁ ଯେ ଏଥିପାଇଁ ଆଉ ଆମେ ହିଁ ଧନ୍ୟ ଅଟେ। ହାଲେଲୁୟା। ନ ଦେଖିକି ଆମେ ବିଶ୍ୱାସ କରୁଛୁ। ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଆଉ ମଧ୍ୟ ଦେଖିନୁ, କିନ୍ତୁ ସେ ଇସ୍ରାଏଲ ଦେଶରେ, ଏବେ ବି ଇସ୍ରାଏଲ ଦେଶ ଅଛି, ସେଇ ଦେଶରେ ପରମେଶ୍ୱର ଆସିଲେ। ସେ ହିଁ ପରମେଶ୍ୱର। କାହିଁ ସେ ଯଦି ମନୁଷ୍ୟ ରୂପରେ ଆସିନଥାନ୍ତେ କିଏ ପରିବର୍ତ୍ତନ ଜୀବନ କାଟିଥାନ୍ତା? ଆଉ କିଏ ଆଉ ଏ ପ୍ରକାର ସ୍ୱର୍ଗ ଯାଇଥାନ୍ତା କହିଲ? ଇସାକ ଯାଇଥାନ୍ତା ନା ୟଶ ଯାଇଥାନ୍ତା, ଯାକୁବ ଯାଇଥାନ୍ତା, ଅବ୍ରାମ ଯାଇଥାନ୍ତା, ଏଲିୟ ଯାଇଥାନ୍ତା, ଏଲିଶା ଯାଇଥାନ୍ତା, ମଶା ଯାଇଥାନ୍ତା, ଅନେକ ପ୍ରକାର ଲୋକମାନେ ସ୍ୱର୍ଗକୁ ଯାଇଥାନ୍ତେ। ହେଲେ କିନ୍ତୁ ଯଦି ପରମେଶ୍ୱର ସହିତ ଯଦି ସେ ଆସିଥାନ୍ତେ ଏହି ଜଗତରୁ କେହି ମଧ୍ୟ ସ୍ୱର୍ଗକୁ ଯାଇନଥାନ୍ତେ। ଏଥିପାଇଁ ପରମେଶ୍ୱର ଆସିଲେ ଯେ ମନୁଷ୍ୟମାନେ କ୍ଷମା ପାଇବା ପାଇଁ ନିଜକୁ ବଳିଦାନ ଦେଉଥିଲେ। ଏଥି ସକାଶେ ଅନେକ ମେଷ ଗୁଡାକ ବହୁତ ବଳିଦାନ ଦେଉଥିଲେ। ପରମେଶ୍ୱର ବଳିଦାନ ଦେବା ସକାଶେ ବାକ୍ୟ ସଫଳ କଲେ। ଏହି ବାକ୍ୟ ସଫଳ କରିବା ସକାଶେ ଆମେ ଚିହ୍ନି ପାରୁଛୁ ପରମେଶ୍ୱରଙ୍କଠାରେ ଏତେ ପ୍ରେମ ଅଛି। ଏହି ପୃଥିବୀରେ ୱାର୍ଲଡ ପୃଥିବୀ ଯେତିକି ଅନ୍ୟ ଅନେକ ଭାଷାବାଦୀ ଅଛନ୍ତି, ପବିତ୍ର ଆତ୍ମାରେ ସବୁ ଭାଷା ଅଛି। ଏହି ପୃଥିବୀରେ ଆଉ ସ୍ୱାଧୀନତା ନଥିଲା, ଶାନ୍ତି ନଥିଲା। ଯେ ପ୍ରକାର ବାକ୍ୟ କୁହାଯାଉଛି ଆଦ୍ୟ କାଳରେ କଣ କରୁଥିଲେ? ପୂର୍ବ କାଳରେ ନରହତ୍ୟା କରୁଥିଲେ। ଭାଇ ଉଲ୍ଲେଖ ଅଛି ନା ନାଇଁ? ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ। ଆଗରେ ଚୋର କରୁଥିଲେ, ବ୍ୟଭିଚାର କରୁଥିଲେ, ସବୁ କିଛି କାମ କରୁଥିଲେ। ଅନେକ ନ୍ୟୁ ଦିଲ୍ଲୀ ଆମ ଗାଁ ଲୋକ ବି ବାଇନା, ଆମ ତଳର ବାଇନା ଯାଇଥିଲା କାମ କରିବା ପାଇଁ। 20 ଟଙ୍କାରେ କାମ ତାଙ୍କର, 20 ଟଙ୍କା। ସେଇ 20 ଟଙ୍କା ଏବେ ଯଦି ସେ ସ୍ଥାନରେ ଅଛନ୍ତି କେତେ ଲକ୍ଷ ଲକ୍ଷ ଟଙ୍କା କମାଇଥାନ୍ତେ। ଆଜି ଦେଖ ସେ ରାଜଧାନୀ ଆମେ ଆଉ ସେ ନ୍ୟୁ ଦିଲ୍ଲୀ କାମ କରିବାକୁ ଯାଉଥିଲେ। ସେଠି ଲୋକଙ୍କୁ କେତେ ଜଣଙ୍କୁ ମାରିକି ମଧ୍ୟ ଆଉ କାହାକୁ ମଦ ଦେଇକି କହ ନାହିଁ ବୋଲି କହିଲେ। ହତ୍ୟା ଚାଲୁଥିଲା, ଚୋରି ଚାଲୁଥିଲା। କାମ କରିବା ସମୟରେ ହତ୍ୟା କରି ଅଲଗା ରଖିଦେଲେ, ତାଙ୍କୁ କହିଦେଲେ ନାଇଁ ପଡିଗଲା କାମ କରି। ବହୁତ କିଛି ଟକ ଚୁର ଥିଲା। କିନ୍ତୁ ପରମେଶ୍ୱରଙ୍କର ଆଉ ପ୍ରେମ ଦ୍ୱାରା, ପରମେଶ୍ୱରଙ୍କର ଆଉ ଯୋଉ ଶାନ୍ତି
ଆମମାନଙ୍କୁ ଏତେ ସ୍ୱାଧୀନିତ କରିଛି। ମହାତ୍ମା ଗାନ୍ଧୀ ନ୍ୟୁ ଦିଲ୍ଲୀରେ ଆଉ ପ୍ରଭୁଙ୍କର ବାକ୍ୟ ପଢୁଥିଲେ। ଆଉ ମହାତ୍ମା ଗାନ୍ଧୀ କଣ କହିଲେ, ଗୋଟେ ଗାଲରେ ଚାପଡା ମାରିଲେ ଆଉ ଆର ଗାଲକୁ ଦେଖାଇ ଦିଅ। ପରମେଶ୍ୱର ବି କହିଛନ୍ତି। ପରମେଶ୍ୱର ଯେତେବେଳେ ପ୍ରଚାର କରିକି ସେ ଆଉ କୃଷରେ ମୃତ୍ୟୁବରଣ କରି ସେ ଉଠି ସ୍ୱର୍ଗକୁ ପଳାଇଲେ, ସେଥି ସକାଶେ ଆଜି ସମସ୍ତ ପୃଥିବୀ ତାହାଙ୍କର ରକ୍ତ ଦ୍ୱାରା, ତାହାଙ୍କର କୃଷ ଦ୍ୱାରା, ତାହାଙ୍କର ପ୍ରେମ, ତାହାଙ୍କର ଆଉ ଯୋଉ ଲହୁ ଦ୍ୱାରା ଆମମାନେ ସମସ୍ତେ ସ୍ୱାଧୀନିତ ରହିଛୁ। ହାଲେଲୁୟା। ସେଥିପାଇଁ ମନୁଷ୍ୟ ମାନଙ୍କୁ ନିଜ ରୂପରେ ଦେଇଛନ୍ତି। ସେ ପରମେଶ୍ୱର ଆମକୁ ଚାଳିଲେ ନାହିଁ, ଆଉ ଥରେ ଆସିଲେ। ଏମିତି ହିଁ ପ୍ରଚାର କରି ଅନେକ 12 ଶିଷ୍ୟ ମାନେ ଅନେକ ସ୍ଥାନରେ ଯାଇ ପ୍ରଚାର କଲେ। ଆମ ଇଣ୍ଡିଆନକୁ ତ ମାଇଲା, ଅନେକ ଦେଶରେ ମାଥ୍ୟୁ, ଅନେକ ଦେଶରେ ବର୍ତ୍ତଲମୀ, ଅନେକ ପ୍ରକାର ଶିଷ୍ୟ ମାନେ ପେଲିଗଲେ। ଏଥି ସକାଶେ ଆଉ ଆମେ ଏଠି ଦେଖିବା, ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ସେମାନେ ପରମେଶ୍ୱର ଅଭିଶାପ ଦେଇନାହାନ୍ତି, ଆଶୀର୍ବାଦ କଲେ। ଆଶୀର୍ବାଦର ଅର୍ଥ ହଉଛି ଆମମାନେ ଆଉ ଆଗକୁ ମନୁଷ୍ୟ ବଢି ପାରିବେ, ଆଉ ଆଶୀର୍ବାଦର ଅନୁଗ୍ରହ ଆମମାନେ ଆଉ ସେ ଯୋଉ ଫଳ କି ରୋଗ ହେଇଛି ଯଦି ଆଶୀର୍ବାଦ କଲେ ସେ ଫଳ ଭଲ ରହିବ। ଆଉ ସେଇ ପ୍ରକାର ପୁଣି ପରମେଶ୍ୱର ଏମାନଙ୍କୁ କହିଲେ, ପ୍ରଜାପତି ଓ ବହୁବଂଶ ହୁଅ, ପୁଣି ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର। ଆଉ ଜଳ ସର ମତ୍ସ୍ୟ ଗୁଣ, କେଚର ପକ୍ଷୀ ଗୁଣ, ବଛୁର ଉରୁଗାମୀ ଜନ୍ତୁ ଗୁଣ ଉପରେ କର୍ତ୍ତୃତ୍ୱ କର। ଦେଖନ୍ତୁ, ପ୍ରତ୍ୟେକ ଜନ୍ତୁ ମାନଙ୍କର ପ୍ରତ୍ୟେକ ଜିନିଷକୁ କର୍ତ୍ତୃତ୍ୱ କର। ସେମାନେ କଣ କରୁଥିଲେ? ଆଦମ ଅବା ଜନ୍ତୁ ମାନଙ୍କ ସହିତ ଶୋଉଥିଲେ, ରହୁଥିଲେ, ଆନନ୍ଦ କରୁଥିଲେ, ଭଜନ କରୁନଥିଲେ। ସ୍ୱର୍ଗ ରାଜ୍ୟ ତ ଭଜନ ପାନ ନୁହେଁ। ଏଠି ଆମେ ଖାଉଛୁ, ସେଠି ଖାଇବାର ନାହିଁ। ଏଠି ଆମେ ଖାଉଛୁ, ଅନେକ ଅବର୍ଜନା, ଆମେ ବାନ୍ତି କଲେ ଅବର୍ଜନ ଜିନିଷ ବାହାରୁଛି, ଆମେ ନିଜେ ଦେଖିକି ସେଟା ବୋଲଛୁ ନାଇଁ କି? ସେଇ ପ୍ରକାର ସ୍ୱର୍ଗ ରାଜ୍ୟ ଭଜନ ପାନ ବିଲକୁଲ ନୁହେଁ। ସେଇ ପ୍ରକାର ସେଇମାନେ କଣ କରୁଥିଲେ? କିଛି କାମ ନ କରିକି ମତ୍ସ୍ୟ ଗୁଣ, କେଚର ଗୁଣ, ସମସ୍ତ ପକ୍ଷୀ ମାନଙ୍କ ଜନ୍ତୁ ମାନ ସହିତ ରହୁଥିଲେ ଆନନ୍ଦିତ ସହିତ। ଆଉ ଦେଖିଲେ ପରମେଶ୍ୱର ଆହୁରି କହିଲେ, ଦେଖ ଆମେ ଭୂମିସ୍ଥ ସବୁ ସବୁଜ ଶାକ, ସବୁ ସବୁଜ ଫଳଦାୟକ ବୃକ୍ଷ ତୁମମାନଙ୍କୁ ଦେଲୁ, ତାହା ତୁମମାନଙ୍କର ଖାଦ୍ୟ ହେବ। ଦେଖନ୍ତୁ, ପରମେଶ୍ୱର ଏହି ପ୍ରକାରେ ଆମମାନଙ୍କୁ କଣ କଲେ? ସବୁ ବିଷୟକୁ ସେ ଦେବା ସକାଶେ ଆମମାନେ କଣ ହେଉଛୁ? ଈଶ୍ୱରଙ୍କଠାରେ ଆମମାନେ ସେହି ପ୍ରକାର ଶାନ୍ତି ପାଇଛୁ ଯେ ପରମେଶ୍ୱର ଆମମାନଙ୍କୁ ମାଟିରୁ ନିର୍ମାଣ କରିକି ଆଉ ଯେ ପ୍ରକାର ଫୁଙ୍କି ଦେଲେ, ପ୍ରାଣ ବାୟୁ ଦେଲେ, ନାଇଁ କି? ଆମେ ଯେତେବେଳେ କରୁଛୁ, ପରମେଶ୍ୱର ଏହି ପ୍ରାଣ ବାୟୁ ଦେଇଛନ୍ତି। ଏହି ପ୍ରାଣ ବାୟୁ ସଦାପ୍ରଭୁ ଆମମାନଙ୍କୁ ନିର୍ମାଣ କରିକି ଫୁଙ୍କି ଦେବାରୁ ଆମମାନେ ଏହି ଯୋଉ ମାଟି ପୁରା ପ୍ରଭୁଙ୍କ ଶକ୍ତିରେ କଣ ହେଇଗଲା? ଶରୀର ହେଇଗଲା। ହାଲେଲୁୟା। କଣ ହେଲା? ଶରୀର ହେଲା। ଆଉ ସେହି ପ୍ରକାର ଯଦି ଗୋଟେ ବିଷୟକୁ ଆମେ ଦେଖିବା, ଅନେକ ସାର୍ଟୁ ଯଦି ମଇଳା ହେଇଥାଏ, ବହୁତ ମଇଳା ବି ହେଇଥାଏ, ଯେତେବେଳେ ଆମେ ଅନେକ ସାବୁନ ନେଇକି ସାର୍ପ ନେଇକି ଆମେ ଘଷିଥାଉ, ସବୁ କେତେ କାଚା କାଚ କରିକି ସବୁ ଘଷିକି ଆମେ ଶୁଖାଇଥାଉ। ଶୁଖାଇ ଦେଲେ କେମିତି ଦିଶିବ? ସୁନ୍ଦର, ଭଲ ଦିଶିବ, ନାଇଁ କି? ସେଇ ପ୍ରକାର ପରମେଶ୍ୱର କଣ କଲେ? ତିଆର କରିକି ନିଜର ଶକ୍ତି ସହିତ ଫୁଙ୍କି ଦେବାରୁ ହେଇ ମନୁଷ୍ୟ ହଠାତ୍ ଜୀବିତ ହେଇଗଲେ। ହାଲେଲୁୟା, ହାଲେଲୁୟା। ଏଥି ସକାଶେ ଯେ ଆମମାନେ ପ୍ରଭୁଙ୍କଠାରେ ହିଁ ଆଉ ଆସିଅଛୁ। ଆମମାନେ ଆଦ୍ୟରୁ ହିନ୍ଦୁ ନୁହେଁ, ଆଜି ହିନ୍ଦୁ କହୁଛନ୍ତି, ଆଜି ମୁସଲିମ କହୁଛନ୍ତି, ଆଜି ଅନେକ ପ୍ରକାର ନିଜ ନିଜ ମୁଖରେ ପାଳନ କରୁଛନ୍ତି, କିନ୍ତୁ ଆମମାନେ ପ୍ରକୃତରେ ଖ୍ରୀଷ୍ଟିଆନ। ଯଦି ଯୀଶୁ ଖ୍ରୀଷ୍ଟ ନାରୀ ପୁରୁଷ ନିର୍ମାଣ କରିନଥାନ୍ତେ, ନିଜ ରୂପରେ ନିର୍ମାଣ କରିନଥାନ୍ତେ, ଏହି ଜଗତରେ କେହି ମଧ୍ୟ ମନୁଷ୍ୟ ନଥାନ୍ତା, ଏ ପୃଥିବୀ ନଥାନ୍ତା, ଏ ଗଛଲତା ନଥାନ୍ତା, ଏହି ଯେତିକି ଜନ୍ତୁ ବାଘ ପାଗ ଅନେକ ନଥାନ୍ତେ। ଏଇଟା ପରମେଶ୍ୱର ହିଁ ସୃଷ୍ଟି କରିଛନ୍ତି। ଆପଣମାନେ ଗଲେ ମେଡିକାଲରେ ଏମିତି କୃଷ ଚିହ୍ନ ବୋଲି ଦିଆ ହେଇଥିବ, ନାଇଁ କି? କେବେ ବି ଦେଖିଲେ ରଙ୍ଗଟା, ନା କାଗଜରେ ବି ସବୁ ରଖା ହେଇଥିବ, ଔଷଧ ମେଡିସିନ ବୋଲି। କାହିଁକି ଦେଲେ? ପରମେଶ୍ୱରଙ୍କର କୃଷର ଚିହ୍ନ ହିଁ ଦେଇଛନ୍ତି। କାହିଁକି? ପରମେଶ୍ୱରଙ୍କଠାରେ ହିଁ ସୁସ୍ଥତା ମିଳେ। ଯେତିକି ଔଷଧ ପୁଷଧ ସବୁ ପରମେଶ୍ୱରଙ୍କଠାରେ। ଆମେ ଦେଖିଲେ କୃଷ ଚିହ୍ନ ରହିଛି, ପ୍ଲସ ଚିହ୍ନ, ନାଇଁ କି? ଏ ପ୍ଲସ ଚିହ୍ନ ଦେଖୁଛୁ, ସେଟା ସବୁ ପରମେଶ୍ୱରଙ୍କର ଆଉ କୃଷରୁ ସେଇ ପ୍ରକାର କରିଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ଏହି ପ୍ରକାରେ ଶୈତାନ ତାହାଙ୍କୁ ଏହି ପ୍ରକାର
ଅନେକ ମିଠା ଖୁଆଇଲା ପରେ ତାହାଙ୍କୁ ବୁଲାଇ ଦେଲା, ସେ ଖାଇଦେଲା, ସେ ଆଉ ନିଜର ସ୍ୱାମୀକୁ ମଧ୍ୟ ଖୁଆଇ ଦେଲା। ଏଥି ସକାଶେ ସେମାନେ ନିଜର ଉଲ୍ଲଂଘନ ଦେଖିକି ଆଉ ସେଇମାନେ କଣ ହେଲେ, ପରମେଶ୍ୱର ଯାହା କହିଥିଲେ ସେ କଥା ମାନିଲେ ନାହିଁ। ଶୈତାନ କହିଲା, ତମେ ଯଦି ଆଉ ଏ ଫଳ ଖାଇବ ପରମେଶ୍ୱର ସହିତ ତମେ ବି ହବ, ତମେ ବି ସୃଷ୍ଟି କରିବ, ତମେ ବି ଶକ୍ତି ପାଇବ, ସବୁ କରିବ, ସବୁ ଆଉ ହବ ବୋଲି କହିଲେ। ଏଥି ସକାଶେ ସେ ନାରୀ ମଧ୍ୟ ତାହାଙ୍କର କଥା ମାନିବାକୁ ଲାଗିଲା। ମାନିବା ସକାଶେ, ପ୍ରଭୁଙ୍କର କଥା ପାଳନ ନ କରିବା ସକାଶେ ମନୁଷ୍ୟ କଣ ହେଲା, ଆଉ ସେ ଫଳ ଖାଇବା ସକାଶେ ପରମେଶ୍ୱର ଆଉ ଦୂରରେ ଗଲେ, ତାହା ସହିତ ରହିଲେ ନାହିଁ। କିନ୍ତୁ ପରମେଶ୍ୱରଙ୍କର ଯଦି ଆଉ ସେ କଥାକୁ ମାନିଥାନ୍ତେ, ତାହେଲେ ଆଗକୁ ଏହି ପ୍ରକାର ହିଁ ଆଉ ଉତ୍ତମ ପରି ରହିଥାନ୍ତେ। ଯେହେତୁ ତାହାଙ୍କ କଥା ନ ମାନିବା ସକାଶେ ଏହି ଜଗତରେ କଣ ହେଲା, ଆଉ କାମ କରିବାକୁ ହଉଛି, ତାପରେ ଜାଳ ପୋଛିବାକୁ ହଉଛି, ତାପରେ ପ୍ରଭୁ କହୁଛନ୍ତି ମୁଁ ନାରୀଙ୍କୁ ପେଟରେ ଆଉ ଅନେକ ଗର୍ଭଧାରଣ କରିବି, ସେଠି ହିଁ ମନୁଷ୍ୟକୁ ପଠାଇବେ। ଆପଣ ତଳେ ପଦ ଦେଖିଲେ ବହୁତ ଲେଖା ଅଛି। ଆଉ କାହିଁକି ଏବେ କହିବେ କାହିଁକି ଗର୍ଭବତୀ ହଉଛନ୍ତି, କାହିଁକି ଏମିତି ଛୁଆ ଆସୁଛି, ପରମେଶ୍ୱର ଯୋଜନା। ପରମେଶ୍ୱର କହିଛନ୍ତି ତମେ କଷ୍ଟରେ ପିଲା ପ୍ରସବ କରିବ, କଷ୍ଟରେ ସନ୍ତାନ ପ୍ରସବ କରିବ, ଆଉ ସେମିତି ଆଉ ଗଠିବ, ତମେ କଠିନ କାମ କରିବ, ଆଉ ତମେ ଜାଳ ପୋଛି କାମ କରିବ। ସେହି ପ୍ରକାରେ ଅନେକ କଣ୍ଟା ଗଛ ମଧ୍ୟ ନଥିଲା, କଣ୍ଟା ଗଛ ବାହାର କଲେ। ଏଥି ସକାଶେ କଣ୍ଟା ଗଛ ମାନେ କଠିନ କାମ କରିବା। ଆଉ ନାରୀ ନିଜର ପେଟରେ 8 ମାସ 9 ମାସରେ ଛୁଆ ଆଉ ପ୍ରସବ କରିବ। ସେଟା କିଏ ଦେଉନାହାନ୍ତି, ପରମେଶ୍ୱର ହିଁ ଦେଉଛନ୍ତି। ହାଲେଲୁୟା। ସେଥିପାଇଁ ସେ 6 ଦିନ ପରମେଶ୍ୱରଙ୍କର ଆଉ ଯୋଉ ମନୁଷ୍ୟ ପୃଥିବୀ ସବୁ ସୃଷ୍ଟି କଲେ ଉତ୍ତାରେ, ଆଉ ସପ୍ତମ ଦିନରେ ସେ ବିଶ୍ରାମ କରିଥିଲେ। ହାଲେଲୁୟା। କହିବାକୁ ଗଲେ ବିଶ୍ରାମ କଣ ଅଟେ? ବିଶ୍ରାମର କାହିଁକି ଆମେ ରବିବାରରେ ଗିର୍ଜା କରୁଛୁ, ଆଉ ରବିବାରରେ ଆମେ ଚର୍ଚ୍ଚକୁ ଯାଉଛୁ, କାହିଁକି ଯାଉଛୁ? ଯେ ପରମେଶ୍ୱର ସେଠି ଆଶୀର୍ବାଦ କରିକି ଆଉ ପରମେଶ୍ୱର ବିଶ୍ରାମ କଲେ। ହାଲେଲୁୟା। ଆଉ ଏଥି ସକାଶେ ପରମେଶ୍ୱର ସବୁ କାମ କରିକି ସପ୍ତମ 7 ଦିନରେ ସେ କଣ କଲେ, ଆଉ ସେ ବିଶ୍ରାମ କଲେ। ସେଥିପାଇଁ ମାନେ ମଧ୍ୟ କାମ କରି କରି ରବିବାରରେ ତାହାଙ୍କୁ ସେବା କରିବା ମାନେ ରହିଅଛୁ, ନାଇକି ବିଶ୍ରାମ କରୁଅଛୁ। ତାପରେ ଯଦି ଏ ବିଶ୍ରାମ ପଦ ଗୁଡିକ ଯଦି ଆମେ ଦେଖିବା, ଆଉ ଆମେ ଯଦି ଦେଖିବାକୁ ଯିବା, ଏଇ ସୁନ୍ଦର ବିଷୟ ଲେଖା ଅଛି। ଗଣନ ପୁସ୍ତକ ଦେଖିଲେ ବିଶ୍ରାମରେ ଯଦି ଲୋକମାନେ ମାନୁନାହାନ୍ତି, ଲୋକମାନେ ଯଦି ବିଶ୍ରାମରେ ଆଉ ପ୍ରଭୁଙ୍କ ସେବା କରୁନାହାନ୍ତି, କାମକୁ ଯାଉଛନ୍ତି, ଆଉ ଅନେକ ପ୍ରକାର ଆଉ ଯେମିତି ବି ହେଇଥାଉ, ଅନେକ କାଠ କାଟନ୍ତୁ, ଅନେକ ବିଷୟରେ ଏଠି ଯଦି ଆମେ ଦେଖିବା 15 ପର୍ବରୁ ଯଦି ଆମେ ଦେଖିବା, ଏଠି 31 ପଦରେ ଲେଖା ଅଛି, ହେତୁତାରୁ ଇସ୍ରାଏଲ ର ଯୋଉ ସନ୍ତାନ ଗଣ ପ୍ରାନ୍ତରରେ ଥିବା ସମୟରେ ଏକ ମନୁଷ୍ୟକୁ ବିଶ୍ରାମ ବାରରେ କାଠ ସାଉଁଟିବାରୁ ଦେଖିଲେ, କାଠ କାଟିବାରୁ ତାଙ୍କୁ ଦେଖିଲେ। ସେ ବିଶ୍ରାମ ବାର ରବିବାରରେ ସେ ଚର୍ଚ୍ଚ ନ କରିକି, ଛୁଟି ନ ନେଇକି କଣ କଲେ, ସେ କାଠକୁ କାଟୁଥିଲେ। ଦେଖନ୍ତୁ, ଆଉ ଏଠି ଲେଖା ଅଛି ଇସ୍ରାଏଲ ଗୋଟେ କୁହାଯାଏ, ଯାକୋବକୁ ପ୍ରଭୁ ଇସ୍ରାଏଲ ରଖିଲେ ନାମ। ଏଥି ସକାଶେ ଇସ୍ରାଏଲ ସନ୍ତାନ କୁହାଯାଉଛି, ଇସ୍ରାଏଲର ପୁଅ ମାନେ। ଏବେ ଦେଶ ଅଛି ଇସ୍ରାଏଲ ଦେଶ, ସେଇ ଦେଶର କଣ ହେଲେ, ଗୋଟେ ଆଉ ବ୍ୟକ୍ତି, ଗୋଟେ ମନୁଷ୍ୟ କାଠ କାଟିବାକୁ ଗଲା। ସେ କାଟୁଛି, ଆଉ ତଳକୁ ଗଲେ, ପୁଣି ଯୋଉମାନେ ତାହାଙ୍କୁ କାଠ ସାଉଁଟି ଥିବାର ଦେଖିଲେ, ସେମାନେ ମୋଶେ ଓ ଆରୋନ ସମସ୍ତ ମଣ୍ଡଳୀଙ୍କର ସାକ୍ଷାତକୁ ତାହାଙ୍କୁ ଆଣିଲେ। ଦେଖନ୍ତୁ, ଯୋଉ ବ୍ୟକ୍ତି କାଠ କାଟୁଥିଲେ ତାହାଙ୍କୁ ଧରିକି ମୋଶେ ଆରୋନ ଆଉ ସେମାନେ ଏହି ପ୍ରକାର ଆଗରେ ଲୋକମାନେ ଥିଲେ, ତାହାଙ୍କ ନିକଟକୁ ତାହାଙ୍କୁ ଆଣିଲେ, ସେଇ ମନୁଷ୍ୟକୁ ଆଣିଲେ। ତାପରେ ଆଉ ସେମାନେ ତାହାଙ୍କୁ ରୁଦ୍ଧ କରି ରଖିଲେ, ବୋଲେ ତାହାଙ୍କୁ ବନ୍ଦ କରି ରଖିଲେ, କାରଣ ତାହା ପ୍ରତି କି କର୍ତ୍ତବ୍ୟ ତାହା ପ୍ରକାଶ ହୋଇ ନଥିଲା। ବୋଲେ ତାହାଙ୍କୁ ରଖାଯାଇଥିଲା ଯେ ତାହାଙ୍କ ଉପରେ କଣ କହିବା, ଏହି ବ୍ୟକ୍ତି ଆଉ ସଣ୍ଡେରେ କାଠ କାଟୁଛି, ଏଥି ସକାଶେ ତାହାଙ୍କୁ ବାନ୍ଧିକି ରଖିଦେଲା। ତାପରେ ହେଲା, ଏଥିରେ ସଦାପ୍ରଭୁ ମୋଶେଙ୍କୁ କହିଲେ, ମୋଶେଙ୍କୁ ପ୍ରଭୁ କହିଲେ, ସେ ମନୁଷ୍ୟ ଅବଶ୍ୟ ହତ ହେବ,
ସମଗ୍ର ମଣ୍ଡଳୀ ତାହାଙ୍କୁ ଚାହୁଁଡିର ବାହାରେ ପତର ପକାଇ ବଧ କରିବେ। ଆମେମାନେ କହିଥାଉ ରବିବାର କହିଲେ ଆମମାନଙ୍କୁ ଛୋଟ ହେଇଯାଏ। ରବିବାର କହିଲେ ଆମମାନଙ୍କୁ ଅନେକ ପ୍ରକାର ଏଟା କିସ ରବିବାର କାଲି ତ କାଲି ଛୁଟି ହବା ଆଉ କିସ ଖ୍ରୀଷ୍ଟିୟାନ ମାନଙ୍କୁ ଯୋଉମାନେ ବିଶ୍ୱାସ କରୁଛନ୍ତି ତାହାଙ୍କ ପାଇଁ ଆମେ କହିଥାଉ, କିନ୍ତୁ ସେ ପ୍ରକାର ନୁହେଁ। ପରମେଶ୍ୱର ମନୁଷ୍ୟ ମାନଙ୍କୁ ସବୁ ଜାତି, ସବୁ ପୃଥିବୀ, ପାତାଳ, ନରକ ଆଉ ସବୁ ନିର୍ମାଣ କର୍ତ୍ତା କେବେ ସହଜରେ ଛାଡିବେ ନାହିଁ। ଆଉ ସେଇ ପ୍ରକାର ଯଦି ଆମେ କାଟ କାଟିବା ପାଇଁ ଯିବା ତାହେଲେ ଆମେ ଦଣ୍ଡ ମିଳିବ, ଆମେ ହତ ହେବା, ପତରର ସହିତ ଆଗରେ ବଦ୍ଧ କଲା। କିନ୍ତୁ ଏବେ ବିଷୟ ଦେଖିଲେ ଆମେମାନେ ବିଲକୁଲ ଯଦି ଈଶ୍ୱରଙ୍କ ନିକଟକୁ ଯଦି ଯିବା ନାହିଁ, ଅନେକ ବିପଦ ଆସିବ, ଅନେକ ବାଧାବିଘ୍ନ ଆସିବ। ସେଥିପାଇଁ ଆମେ ସଣ୍ଡେରେ ନିହାତି ଯିବା। ଯଦି ଆମେ ଯାଉନୁ ତାହେଲେ ଅଭିଶାପ ପାଇବା। ଅଭିଶାପର ଅର୍ଥ ଶୁଖିକି ମରିବେ, କି ସେମିତି ହିଁ ଅଭିଶାପ ପାଇଲେ ଗାଡିରେ ପଡିକି ମରିବେ। ତାପରେ ଯୋଉ କାମ କରିବେ ସେ କାମରେ ଆପଣ ହତ ହେବେ। ସେଠି ପରମେଶ୍ୱର କହୁଛନ୍ତି ସହଜରେ ଛାଡିବେ ନାହିଁ। ସେ ଆମମାନଙ୍କୁ ନିର୍ମାଣ କରିକି ବିଶ୍ରାମ ସେ କରିଛନ୍ତି। ମନୁଷ୍ୟ ବି ପ୍ରଭୁଙ୍କୁ ଗୌରବ କରନ୍ତୁ, ଆଉ ପ୍ରଭୁଙ୍କୁ ସେବା କରନ୍ତୁ, ପ୍ରଭୁଙ୍କୁ ଉପାସନା କରନ୍ତୁ ବୋଲିକି ପରମେଶ୍ୱର କହୁଛନ୍ତି। ସେ କଥା କିଏ ମାନିବେ ନାହିଁ ତାହାଙ୍କୁ ପତର ସହିତ ନିଶ୍ଚିତ ବଧ କରିବେ। ଏହାର ଅର୍ଥ ହଉଛି ଆମେମାନେ ଈଶ୍ୱରଙ୍କ ନିକଟରେ ଯଦି ଯିବା ନାହିଁ, ଅନେକ ପ୍ରକାର ଅଭିଶାପ ମିଳିବ, ଦଣ୍ଡ ମିଳିବ, ଆଉ ନରକର ଦଣ୍ଡ ମଧ୍ୟ ମିଳିବ। ତାଙ୍କୁ ପତରରେ ମାରିଦେଲେ ହେଇଗଲା, କିନ୍ତୁ ସେ ଆଉ ନରକରେ ପଡ଼ିବ। ସେଥିପାଇଁ ମୁଁ ଆପଣମାନଙ୍କ ସମ୍ମୁଖରେ ଏହି ବାକ୍ୟ ରଖିଲି ଯେ ଆଉ ଏହି ପୃଥିବୀ ସାରା ପୃଥିବୀରେ ଆମମାନଙ୍କୁ ପ୍ରଭୁ ବିନା କେହି ନାହିଁ। ସେ ସ୍ୱର୍ଗ ପୃଥିବୀ ସୃଷ୍ଟିକର୍ତ୍ତା। ଆମେ କାହିଁକି ଡରିବା, କାହିଁକି ଭୟ କରିବା, କାହା ସହିତ ଆମେ ଭୀତ ହେବା? ପ୍ରଭୁ ଆମ ସହିତ ଅଛନ୍ତି, କାହାକୁ ଡରିବାର ନାହିଁ। ପରମେଶ୍ୱର ସବୁ କିଛି ନିର୍ମାଣ କରିଛନ୍ତି। ହାଲେଲୁୟା। ସେଥିପାଇଁ ଆମେ ଈଶ୍ୱରଙ୍କ ନିକଟରେ ହିଁ ବିଶ୍ୱାସ କରି ରଖିବା ଯେ ସେ ଆମର ସୃଷ୍ଟିକର୍ତ୍ତା, ସେ ଆମର ଆରୋଗ୍ୟ କର୍ତ୍ତା, ତାହାଙ୍କ ବିନା କେହି ନାହିଁ। ନିଜ ରୂପରେ ଆମକୁ ନିର୍ମାଣ କରିଛନ୍ତି, ଏଥିପାଇଁ ଯେ ଫଳ ଖାଇବା ସକାଶେ। ମନୁଷ୍ୟ ଈଶ୍ୱରଙ୍କୁ ଚିହ୍ନିଲେ ନାହିଁ, ଅନେକ ମୂର୍ତ୍ତି, ଅନେକ ଦେବତା ପ୍ରଣାମ କଲେ। କିନ୍ତୁ ଆଜି ଆମେମାନେ ଚିହ୍ନିଛୁ, ଆମେ ବିଜାତି ଥିଲୁ, ଦୂରରେ ଥିଲୁ, ପ୍ରଭୁଙ୍କର ରକ୍ତ ସକାଶେ, ତାଙ୍କ କାଲବରୀ ରକ୍ତ ସକାଶେ, କାଲବରୀ ଚିହ୍ନ ସକାଶେ ଆମମାନେ ଈଶ୍ୱରଙ୍କ ନିକଟକୁ ଆସିଅଛୁ। ଏହି ପ୍ରଚାରିତ ବାକ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ନମସ୍କାର। ହଉ ସବୁ ବିଷୟ ପାଇଁ ପ୍ରାର୍ଥନା କରିବା, ଆମେ ଆଖି ବୁଝିବା। ହେ ପରମେଶ୍ୱର, ଆପଣଙ୍କୁ କୋଟି ଧନ୍ୟବାଦ ଦେଉଛି ପ୍ରଭୁ। ଆଜି ସୃଷ୍ଟିର ଅନେକ ବିଷୟ ଦେଖି ବହୁତ ଆମ ଜୀବନ ଆନନ୍ଦିତ ଅଟେ, କାରଣ ସଦାପ୍ରଭୁ ତମେ ମନୁଷ୍ୟମାନଙ୍କୁ ନିଜ ରୂପରେ ଗଢ଼ିର। ପ୍ରଭୁ ପୁରୁଷ ସ୍ତ୍ରୀ କରି ତମେ ଗଢ଼ିଅଛ। ପ୍ରଭୁ ଆମ ମନୁଷ୍ୟ ନୁହଁ, କିନ୍ତୁ ଈଶ୍ୱର ତମେ ଅନେକ ପକ୍ଷୀ ଜନ୍ତୁ, ଅନେକ ଏହି ସାରା ପୃଥିବୀକୁ ତମେ ନିର୍ମାଣ କରି ପ୍ରଭୁ ମନୁଷ୍ୟ, ଅନେକ ପକ୍ଷୀ ଜାତି, ପ୍ରତ୍ୟେକ ଜିନିଷକୁ ତମେ ନିର୍ମାଣ ରଖିଅଛ। ହେ ପରମେଶ୍ୱର, ତମେ ହିଁ ରାଜ, ତମେ ଏକମାତ୍ର ରକ୍ଷକର୍ତ୍ତା। ଧନ୍ୟବାଦ ଦେଉଛୁ ପରମେଶ୍ୱର, ଆମମାନଙ୍କୁ ନିର୍ମାଣ କରି ପ୍ରଭୁ ପ୍ରାଣବାୟୁ ଫୁଙ୍କି ଦେଲ, ଏଥି ସକାଶେ ଯେ ମନୁଷ୍ୟ ଆପଣଙ୍କର ଗୌରବ ଉପାସନ କରନ୍ତୁ। ହେ ପରମେଶ୍ୱର, ସେହି ପ୍ରକାର ଯଦି ଆଜି ମଧ୍ୟ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ଆଉ ସେହିମାନେ ଆଉ ପରିତ୍ରାଣ ପାଇବେ। କାରଣ ଯୀଶୁଙ୍କୁ କାହିଁକି ସଦାପ୍ରଭୁ ଘଟାଇଲେ ଯେ ସେ ଗୋଟେ ଚିହ୍ନ ଅଟେ, ଆଉ ସେ ବାକ୍ୟ ସଫଳ କଲେ। ତାହାଙ୍କ ଦ୍ୱାରା ପଥ, ସତ୍ୟ ଓ ଜୀବନ, ତାହାଙ୍କୁ ଯିଏ ବିଶ୍ୱାସ କରେ ସେ ସ୍ୱର୍ଗ ଯାଏ, ସେ ସତ୍ୟ ପଥ ପାଏ, ସେ ନରକରେ ପଡ଼େ ନାହିଁ, ସେ ସ୍ୱର୍ଗକୁ ଯାଏ। ଏ ପରମେଶ୍ୱର ସେହି ପ୍ରକାର ଯାହାଟାରେ ଯୋଗେଶ ଭାଇଟାରେ ଅନେକ ଝଙ୍ଗ ବତା ପ୍ରଭୁ, ଯାହା ବି ଭଉଣୀ ଅନେକ ପ୍ରକାର ପ୍ରଭୁ ସ୍ୱୀକାର କରିଛନ୍ତି, ତାହାଙ୍କ କଥା ତମେ ଶୁଣିଅଛ, ଆଗରୁ ଚିହ୍ନିଅଛ। ହେ ପରମେଶ୍ୱର, ତମେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଆରୋଗ୍ୟ କର। ହେ ପରମେଶ୍ୱର, ଆମମାନଙ୍କୁ ରକ୍ଷା କରୁଛ, ପ୍ରତ୍ୟେକ ବିପଦ ଆପଦରୁ ଉଦ୍ଧାର କରୁଅଛ। ଏହା ଆପଣଙ୍କର ଅନୁଗ୍ରହ, ଦୟା ଅଟେ। ହେ ପରମେଶ୍ୱର, ଆମେ ଆଉ ଆଜି ଆଉ କାଲି ମଧ୍ୟରେ ଯେ ପ୍ରକାରେ ଅନେକ ଶାନ୍ତିରେ ଆପଣଙ୍କର ପ୍ରେମରେ ରହିଅଛୁ, ହେ ପରମେଶ୍ୱର, ଆଗାମୀ ଦିନକୁ ମଧ୍ୟ ଏହି ପ୍ରକାର ଶାନ୍ତି, ଏହି ପ୍ରକାର ଅନୁଗ୍ରହ ଆମ ପ୍ରତି ତମେ କର।
ଏ ପରମେଶ୍ୱର ଏହି ରାତ୍ରି କାଳରେ ତମ ନିକଟରେ ସେବା ତମର ଆଉ ଯୋଉ ପ୍ରକାର ବାକ୍ୟକୁ ଆମେ ଶୁଣିଛୁ ଏହି ବାକ୍ୟ ଯେପରି ଆମେ ପାଳନ କରିବୁ ସେଥିପାଇଁ ତମେ ଦୟା କର। ଏ ପରମେଶ୍ୱର ସର୍ବଶକ୍ତିମାନ ପରମେଶ୍ୱର ତମେ ହିଁ ଏହି ଜଗତରେ ସୃଷ୍ଟିକର୍ତ୍ତା ପରମେଶ୍ୱର ଆକାଶ ମଣ୍ଡଳ ସବୁ କିଛି ନିର୍ମାଣ ଦାତା ପ୍ରଭୁ ଆମ ସଙ୍ଗେ ସଙ୍ଗେ ରୁହ ପ୍ରିୟ ଯୀଶୁଙ୍କ ନାମରେ ମାଗୁଅଛି ଆମେନ୍। ସେତେବେଳେ ପିତେଶ୍ୱରଙ୍କ ପ୍ରେମ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହାନ ଅନୁଗ୍ରହ ଆମ ସଙ୍ଗେ ସଙ୍ଗେ ରହିଛି ଉପକାର କରନ୍ତୁ ଆମେନ୍। ସମସ୍ତଙ୍କୁ ନମସ୍କାର।